ଆଜିର ସେସନ୍ରେ ଆମେ ଡିସ୍କସନ୍ କରିବା ପିଲାମାନେ ଇଭିଏସ୍ର ହିଷ୍ଟ୍ରି ପଲିଟି ଜୋଗ୍ରାଫି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଗୁଡ଼ାକ ଏଥିରେ ଆମେ ଡିସ୍କସ୍ କରିବା। ଆଗାମୀ ଏସ୍ଏସ୍ଡି ସେବକ ସେବିକା ଏକ୍ଜାମ୍ ପାଇଁ ଆପଣମାନଙ୍କ ପାଇଁ କ୍ଲାସ୍ଟି ବହୁତ ହି ହେଲ୍ପଫୁଲ୍ ରହିବ। ତ ଚାଲନ୍ତୁ ପିଲାମାନେ ଷ୍ଟାର୍ଟ କରିବା କ୍ଲାସ୍। ତ ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି ପିଲାମାନେ, କେଉଁଟି ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥାର ଅଂଶ ଅଟେ? ତ ଭିତରୁ ପିଲାମାନେ ଏ ଭିତରୁ କେଉଁଟା ଗୋଟେ ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥାର ଅଂଶ ଅଟେ? ତ ଆମ ଦେଶରେ ସ୍ୱାୟତ୍ତଶାସନ ବ୍ୟବସ୍ଥା ଦୁଇଟି ସୋପାନରେ ବିଭକ୍ତ କରାଯାଇଛି ପିଲାମାନେ। ଗୋଟେ ହେଉଛି ସ୍ୱାୟତ୍ତଶାସନ ବ୍ୟବସ୍ଥା ଆଉ ଅନ୍ୟଟି ହେଉଛି ସହରାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥା। ତ ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଆଉ ସହରାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥାରେ ମହାନଗର ନିଗମ, ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ। ତ ଏଥିରେ ପ୍ରଶ୍ନ ପଚାରିଛି ପିଲାମାନେ, ତ ଭିତରୁ କେଉଁଟା ଗୋଟେ ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥାର ଅଂଶ ଅଟେ? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ସି, ଜିଲ୍ଲା ପରିଷଦ। ପିଲାମାନେ ମନେ ରଖିବେ, ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥାର ଅଂଶ ହେଉଛି ପିଲାମାନେ ଗୋଟେ ଜିଲ୍ଲା ପରିଷଦ। ତ ବିଜ୍ଞାପିତ ଅଞ୍ଚଳ, ମହାନଗର ନିଗମ, ମ୍ୟୁନିସିପାଲିଟି ଏଇଟା ହେଉଛି ପିଲାମାନେ ସହରାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥାର ଗୋଟେ ଅଂଶ। ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଜଣେ ନାଗରିକ ସରକାରଙ୍କ ଆଇନକୁ କାର୍ଯ୍ୟକାରୀ ନ କରିଲେ ତାଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଏହି ଦଣ୍ଡ ଦେବା ପାଇଁ ସରକାରଙ୍କ କେଉଁ ବ୍ୟବସ୍ଥା ରହିଛି ପିଲାମାନେ? ନ୍ୟାୟାଳୟ ନା ପୋଲିସ ନା ଓକିଲ ନା କାରାଗାର? ରାଇଟ୍ ଆନ୍ସର୍ କେଉଁଟା ହେବ? ମନେ ରଖିବେ, ନ୍ୟାୟାଳୟ ବ୍ୟବସ୍ଥା ରହିଛି। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ରେ ଦେଖିବା, ଗ୍ରାମକୁ ସ୍ୱାୟତ୍ତଶାସନ ଦେବା କେଉଁ ବ୍ୟକ୍ତିଙ୍କର ଆଗ୍ରହ ଥିଲା? ଗ୍ରାମକୁ ସ୍ୱାୟତ୍ତଶାସନ ଦେବା କେଉଁ ବ୍ୟକ୍ତିଙ୍କର ଆଗ୍ରହ ଥିଲା? ବଳବନ୍ତ ରାୟ ମେହେଟା ନା ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କର ନା ଲାଲ ବାହାଦୁର ଶାସ୍ତ୍ରୀଙ୍କର ନା ମହାତ୍ମା ଗାନ୍ଧୀଙ୍କର? ରାଇଟ୍ ଆନ୍ସର୍ କେଉଁଟା ହେବ ପିଲାମାନେ? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି, ମହାତ୍ମା ଗାନ୍ଧୀଙ୍କର ଆଗ୍ରହ ଥିଲା। ମନେ ରଖିବେ, ଗ୍ରାମକୁ ସ୍ୱାୟତ୍ତଶାସନ ଦେବା। ମନେ ରଖିବେ, ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ପୌରପାଳିକା ୱାର୍ଡ ସଭ୍ୟଙ୍କୁ କ'ଣ କୁହାଯାଏ? ପୌରପାଳିକା ୱାର୍ଡ ସଭ୍ୟଙ୍କୁ କ'ଣ କୁହାଯାଏ ପିଲାମାନେ? କର୍ପୋରେଟର କୁହାଯାଏ ନା କାଉନସିଲର କୁହାଯାଏ ନା ପଞ୍ଚ କୁହାଯାଏ ନା ମେମ୍ବର କୁହାଯାଏ? କ'ଣ କୁହାଯାଏ? ମନେ ରଖିବେ, କାଉନସିଲର ବୋଲି କୁହାଯାଏ। ମନେ ରଖିବେ, ପୌରପାଳିକା ୱାର୍ଡ ସଭ୍ୟଙ୍କୁ କାଉନସିଲର କୁହାଯାଏ। ମନେ ରଖିବେ, ତ ପୌରପାଳିକା ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ପିଲାମାନେ? ମନେ ରଖିବେ, ଚେୟାରମ୍ୟାନ୍ ପିଲାମାନେ। ଚେୟାରମ୍ୟାନ୍ ମନେ ରଖିବେ, ପୌରପାଳିକା ବୈଠକରେ ଅଧ୍ୟକ୍ଷତା କରନ୍ତି ଚେୟାରମ୍ୟାନ୍। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଜିଲ୍ଲାର ଥିବା ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷମାନଙ୍କ ମଧ୍ୟରୁ ପ୍ରତିବର୍ଷ କେତେ ପ୍ରତିଶତ ଅଧ୍ୟକ୍ଷ ସଭ୍ୟ ରୂପେ ଜିଲ୍ଲା ପରିଷଦକୁ ଯାଇଥାନ୍ତି? 2/3 ନା 1/3 ନା 1/4 ନା 1/5? କେତେ ପ୍ରତିଶତ ଅଧ୍ୟକ୍ଷ ସଭ୍ୟ ରୂପେ ଜିଲ୍ଲା ପରିଷଦକୁ ଯାଇଥାନ୍ତି? କେଉଁଟା ରାଇଟ୍ ଆନ୍ସର୍? ମନେ ରଖିବେ ପିଲାମାନେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି, 1/3 ଅଧ୍ୟକ୍ଷ ସଭ୍ୟ ରୂପେ ଜିଲ୍ଲା ପରିଷଦକୁ ଯାଇଥାନ୍ତି। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ତ ଏବେ ଦେଖିବା ନେକ୍ସଟ କ୍ୱେଶ୍ଚିନ୍, କେଉଁଟି ଏକ ଜନବିରଳ ରାଷ୍ଟ୍ର ଅଟେ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ। ତ ଏ ଭିତରୁ ପିଲାମାନେ କେଉଁଟା ଗୋଟେ ଏକ ଜନବିରଳ ରାଷ୍ଟ୍ର ଅଟେ? ଚୀନ ନା ଭାରତ ନା ମୋନାକୋ ନା ପାକିସ୍ତାନ? କେଉଁଟା ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ, ମୋନାକୋ। ମନେ ରଖିବେ, এই ରାଷ୍ଟ୍ରଟି ଜନବିରଳ ରାଷ୍ଟ୍ର। ମନେ ରଖିବେ, ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଆମ ସମ୍ବିଧାନ ଅନୁଯାୟୀ କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକାର ମୁଖ୍ୟ କିଏ ପିଲାମାନେ? କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକାର ମୁଖ୍ୟ କିଏ? ରାଷ୍ଟ୍ରପତି ନା ଉପରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ ନା ମନ୍ତ୍ରୀ ପରିଷଦ? ପିଲାମାନେ ମନେ ରଖିବେ, ରାଷ୍ଟ୍ରପତି ନା ରାଷ୍ଟ୍ରପତି। ମନେ ରଖିବେ, ତ କେନ୍ଦ୍ର କାର୍ଯ୍ୟପାଳିକା କହିଲେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ସମଷ୍ଟିକୁ ବୁଝାଏ। ମନେ ରଖିବେ, ତ କେନ୍ଦ୍ରୀୟ ସ୍ତରୀୟ କାର୍ଯ୍ୟପାଳିକାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ତ ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ କେତେ ବର୍ଷ ପିଲାମାନେ? ମନେ ରଖିବେ, 5 ବର୍ଷ। ମନେ ରଖିବେ,
तो देशर प्रथम नागरिक राष्ट्रपति होउछति हम देशर प्रथम नागरिक मन रखिए राइट आंसर इज ऑप्शन नंबर ए। तो नेक्स्ट क्वेश्चन देखिबा किए भारतर प्रथम राष्ट्रपति थिले तो चारिटी ऑप्शन देछि पिला माने तो भितरु किए भारतर प्रथम राष्ट्रपति थिले बोली प्रश्न पचारिछि डॉक्टर राजेंद्र प्रसाद ना श्रीमती प्रतिभा देवी सिंह पाटिल ना डॉक्टर सर्वपल्ली राधाकृष्ण ना पंडित जवाहरलाल नेहरू किए थिले पिला माने मन रखिबे डॉक्टर राजेंद्र प्रसाद भारतर प्रथम राष्ट्रपति होउछति डॉक्टर राजेंद्र प्रसाद मन रखिबे। तो प्रथम उपराष्ट्रपति किए थिले पिला माने प्रथम उपराष्ट्रपति किए थिले आम भारतर मन रखिबे डॉक्टर सर्वपल्ली राधाकृष्ण मन रखिबे प्रथम उपराष्ट्रपति थिले। आउ प्रथम महिला राष्ट्रपति थिले पिला माने मन रखिबे श्रीमती प्रतिभा देवी सिंह पाटिल थिले प्रथम महिला राष्ट्रपति मन रखिबे। आउ प्रथम प्रधानमंत्री थिले पंडित जवाहरलाल नेहरू मन रखिबे प्रथम प्रधानमंत्री। तो राइट आंसर इज ऑप्शन नंबर ए पिला माने। तो नेक्स्ट क्वेश्चन देखिबा ओडिसा रे केते जण सदस्य लोकसभा रे अछंती आम ओडिसा रे केते जण सदस्य लोकसभा रे अछंती पिला माने 21 जण ना 22 जण ना 23 जण ना 24 जण पिला माने मन रखिबे राज्यसभा रे थिले पिला माने 10 जण राज्यसभा रे 10 जण आउ विधानसभा रे केते के जण अछंती पिला माने मन रखिबे 147 जण आउ आम ओडिसा रे 21 जण सदस्य लोकसभा रे अछंती मन रखिबे राज्यसभा रे 10 जण आउ विधानसभा रे 147 जण मन रखिबे राइट आंसर इज ऑप्शन नंबर ए पिला माने। तो नेक्स्ट क्वेश्चन देखिबा संविधानर सर्वशेष व्याख्याकारी किए संविधानर सर्वशेष व्याख्याकारी किए पिला माने पार्लियामेंट ना राष्ट्रपति ना सर्वोच्च न्यायालय ना उपरोक्त मध्य कोनोटी नुहे किए पिला माने मन रखिबे सर्वोच्च न्यायालय संविधानर सर्वशेष व्याख्याकारी होउछति सर्वोच्च न्यायालय मन रखिबे राइट आंसर इज ऑप्शन नंबर सी। तो नेक्स्ट क्वेश्चन देखिबा निम्नोक्त राज्य मानक मध्यरु केउ राज्य रे द्विसदनीय विधान मंडल रहिछि गुजरात ना छत्तीसगढ़ ना केरल ना बिहार पिला माने केउ राज्य रे द्विसदनीय विधान मंडल रहिछि राइट आंसर कोटा हबो राइट आंसर इज ऑप्शन नंबर डी बिहार राज्य रे द्विसदनीय विधान मंडल रहिछि राइट आंसर इज ऑप्शन नंबर डी पिला माने। तो नेक्स्ट क्वेश्चन देखिबा परिवार और ग्राम मानकर समष्टि रे राष्ट्र सृष्टि यह किए कहिथिले पिला माने परिवार और ग्राम मानकर समष्टि रे राष्ट्र सृष्टि ए कथा किए कहिथिले अध्यापक गार्नर कहिथिले ना प्लाटो कहिथिले ना रूसो कहिथिले ना अरिस्टोटल कहिथिले पिला माने किए कहिथिले मन रखिबे अरिस्टोटल कहिथिले राइट आंसर इज ऑप्शन नंबर डी। तो नेक्स्ट क्वेश्चन देखिबा किए संवैधानिक शासन मुख्य भाव में मंत्रिमंडल परामर्श रे प्रशासनिक दायित्व निर्वाह करती राष्ट्रपति ना उपराष्ट्रपति ना प्रधानमंत्री ना बाचस्पति किए संवैधानिक शासन मुख्य भाव में मंत्रिमंडल परामर्श रे प्रशासनिक दायित्व निर्वाह करती किए पिला माने मन रखिबे राष्ट्रपति ना राष्ट्रपति पिला माने राइट आंसर इज ऑप्शन नंबर ए। तो नेक्स्ट क्वेश्चन देखिबा संविधान केउ धारा अनुसार राष्ट्रपति जातीय जरूरी परिस्थिति घोषणा करिवारे क्षमता पाइछति 352 धारा ना 356 धारा रे ना 360 धारा रे ना 368 धारा रे पिला माने केउ धारा अनुसार राष्ट्रपति जातीय जरूरी परिस्थिति घोषणा करिवारे क्षमता पाइछति माने रखिबे पिला माने 352 धारा रे 352 धारा रे अनुसार राष्ट्रपति जातीय जरूरी परिस्थिति घोषणा करिवारे क्षमता पाइछति मन रखिबे आउ 360 धारा रे 360 धारा रे राष्ट्रपति आर्थिक जरूरी परिस्थिति घोषणा करिवारे क्षमता पाइछति मन रखिबे मोस्ट इंपोर्टेंट 352 धारा 360 धारा मन रखिबे ए दुईटी। तो 360 धारा रे राष्ट्रपति आर्थिक जरूरी परिस्थिति घोषणा करिवारे क्षमता पाइछति मन रखिबे राइट आंसर इज ऑप्शन नंबर ए। नेक्स्ट देखिबा भारतर संविधानर केतेतम संशोधन आईन अनुसार भारत एक धर्मनिरपेक्ष राष्ट्र रूपे परिणत होइछि 40तम ना 42तम ना 45तम ना 46तम भारतर संविधानर केतेतम संशोधनर आईन अनुसार भारत एक धर्मनिरपेक्ष राष्ट्र रूपे परिणत होइछि मन रखिबे पिला माने 42तम
राइट आंसर हो ऑप्शन नंबर बी। तो नेक्स्ट क्वेश्चन देखिबा किए लोकसभार अध्यक्ष अटंती किए लोकसभार अध्यक्ष अटंती पिलामाने प्रधानमंत्री ना राष्ट्रपति ना बाचस्पति ना विरोधी दलर नेता किए पिलामाने मन रखिबे बाचस्पति बाचस्पति लोकसभार अध्यक्ष अटंती मन रखिबे राइट आंसर इज ऑप्शन नंबर सी। तो नेक्स्ट क्वेश्चन देखिबा नेक्स्ट क्वेश्चन रही पिलामाने राज्यसभार जड़े सदस्यों कार्यकाल केते वर्ष राज्यसभार जड़े सदस्यों कार्यकाल केते वर्ष पिलामाने 6 वर्ष ना 5 वर्ष ना 3 वर्ष ना 2 वर्ष मन रखिए राज्यसभार जड़े सदस्य कार्यकाल हो पिलामाने 6 वर्ष मन रखिए राइट आंसर इज ऑप्शन नंबर ए। आ लोकसभार कार्यकाल हो पिलामाने 5 वर्ष मन रखिए राइट आंसर इज ऑप्शन नंबर ए। तो नेक्स्ट क्वेश्चन देखिबा नवनिर्वाचित राष्ट्रपति को किए शपथ पाठ करती नवनिर्वाचित राष्ट्रपति को किए शपथ पाठ करती विदायी राष्ट्रपति ना लोकसभार बाचस्पति ना उपराष्ट्रपति ना सर्वोच्च न्यायालय मुख्य विचारपति किए पिलामाने नवनिर्वाचित राष्ट्रपति को किए शपथ पाठ करती मन रखिए सर्वोच्च न्यायालय मुख्य विचारपति मन रखिए राइट आंसर इज ऑप्शन नंबर डी। नेक्स्ट देखिबा केउं नदीटीर उत्पत्ति स्थल ओडिशा रे अवस्थित नुहे तो ये चारिटी ऑप्शन रू पिलामाने तो केउं नदीटीर उत्पत्ति स्थल ओडिशा रे अवस्थित नुहे पिलामाने कोडा नुहे पिलामाने कोडा राइट आंसर बैतरणी देछि ऋषिकुलिया देछि सुवर्णरेखा देछि पिलामाने बुढ़ा बलंग देछि राइट आंसर कोडा हो राइट आंसर ही जीवो पिला माने सुवर्णरेखा मन रखिए सुवर्णरेखा नदीटी उत्पत्ति स्थल ओडिशा रे अवस्थित नुहे मन रखिए तो बैतरणी हो गला पिला माने ऋषिकुलिया बुढ़ा बलंग आम ओडिशा रे प्रवाहित नदी मन रखिए बुढ़ा बलंग बैतरणी सालंदी नदी मध्य ऋषिकुलिया मध्य तो सुवर्णरेखा एटा होछि पिला माने छटनागपुर मालभूमि झारखंड रू बाहरी पिला माने मन रखिए तो क्यों क्यों नदी अन्य राज्य ओडिशा को प्रवाहित नदी पिला माने मन रखिए सुवर्णरेखा ही गला ब्राह्मणी नदी ही गला महानदी ए सब नदी होछि पिला माने अन्य राज्य आम ओडिशा को प्रवाहित होछि मन रखिए तो राइट आंसर इज ऑप्शन नंबर सी। नेक्स्ट देखिबा क्यों पड़ोसी राज्यर सीमा ओडिशा रे सीमा रेखा को सर्वाधिक स्पर्श करुछि सीमाद्री ना झारखंड ना पश्चिमबंग ना छत्तीसगढ़ पिला माने क्यों राज्यटी आम ओडिशा रे सीमारेखा को सर्वाधिक स्पर्श करुछि पिला माने मन रखिए छत्तीसगढ़ ना छत्तीसगढ़ पिला माने राइट आंसर इज ऑप्शन नंबर डी। तो नेक्स्ट क्वेश्चन देखिबा पंचनदीर देश काहाकू कुआजे पिला माने पंचनदीर देश काहाकू कुआजे पाकिस्तान को ना पंजाब को ना जम्मू काश्मीर को ना हिमाचल प्रदेश को मन रखिए पिला माने पंजाब को कुआजे पंचनदीर देश पंजाब को कुआजे मोस्ट इंपोर्टेंट राइट आंसर इज ऑप्शन नंबर बी। तो नेक्स्ट क्वेश्चन देखिबा केउटी भारतर उच्चतम जलप्रपात केउटी भारतर उच्चतम जलप्रपात पिला माने शिव समुद्रम ना जग ना धुआंधार ना खंडाधार पिला माने मन रखिए जग भारतर उच्चतम जलप्रपात राइट आंसर इज ऑप्शन नंबर बी। तो नेक्स्ट क्वेश्चन देखिबा ताजमहल केउं शिलारे तयारी ताजमहल केउं शिलारे तयारी पिला माने ग्रानाइट ना बासाल्ट ना मार्बल ना स्लेट पिला माने मन रखिए मार्बल ताजमहल मार्बल शिलारे तयारी होइछि मन रखिए राइट आंसर इज ऑप्शन नंबर सी। तो नेक्स्ट क्वेश्चन देखिबा डुडुमा जलप्रपात केउं नदी सज्जारे अवस्थित डुडुमा जलप्रपात केउं नदी सज्जारे अवस्थित कोलाब ना माछकुंड ना नागाबली ना साबेरी पिला माने मन रखिए पिला माने माछकुंड डुडुमा जलप्रपात माछकुंड नदी सज्जारे अवस्थित राइट आंसर इज ऑप्शन नंबर बी। तो नेक्स्ट क्वेश्चन देखिबा कर्कट क्रांति केउं राज्य देई जाई नाही पिला माने राजस्थान ना छत्तीसगढ़ ना त्रिपुरा ना ओडिशा पिला माने मन रखिए ओडिशा को जाई नाही कर्कट क्रांति ओडिशा राज्य देई जाई नाही राइट आंसर इज ऑप्शन नंबर डी। तो नेक्स्ट क्वेश्चन देखिबा रेंगाली डैम केउं नदी सज्जारे निर्मित होइछि
ରେଙ୍ଗାଲି ଡ୍ୟାମ୍ କେଉଁ ନଦୀ ଶଯ୍ୟାରେ ନିର୍ମିତ ହୋଇଛି ପିଲାମାନେ? ସୁବର୍ଣ୍ଣରେଖା ନା ମହାନଦୀ ନା ଋଷିକୁଲ୍ୟା ନା ବ୍ରାହ୍ମଣୀ ନଦୀ ପିଲାମାନେ? ମନେ ରଖିବେ ବ୍ରାହ୍ମଣୀ ନଦୀ। ମନେ ରଖିବେ ରେଙ୍ଗାଲି ଡ୍ୟାମ୍ ବ୍ରାହ୍ମଣୀ ନଦୀ ଶଯ୍ୟାରେ ନିର୍ମିତ ହୋଇଛି। ତ ବ୍ରାହ୍ମଣୀ ନଦୀର ମୁଖ୍ୟ ଉପନଦୀ କେଉଁଟା ପିଲାମାନେ? ମନେ ରଖିବେ ଶଙ୍ଖ ଓ କୋଏଲ ଉପନଦୀ ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କେଉଁ ନଦୀକୁ ଦକ୍ଷିଣ ଗଙ୍ଗା କୁହାଯାଏ ପିଲାମାନେ? କେଉଁ ନଦୀକୁ ଦକ୍ଷିଣ ଗଙ୍ଗା ବୋଲି କୁହାଯାଏ? ଗୋଦାବରୀକୁ ନା ନର୍ମଦାକୁ ନା କୃଷ୍ଣାକୁ ନା କାବେରୀକୁ? ମନେ ରଖିବେ ଗୋଦାବରୀକୁ। ଗୋଦାବରୀ ନଦୀକୁ ଦକ୍ଷିଣ ଗଙ୍ଗା ବୋଲି କୁହାଯାଏ। ମୋଷ୍ଟ ଇମ୍ପୋର୍ଟାଣ୍ଟ ମନେ ରଖିବେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ଓଡ଼ିଶାର କେଉଁ ନଦୀ ମୁହାଣରେ ତ୍ରିକୋଣଭୂମି ଦେଖାଯାଏ ନାହିଁ ପିଲାମାନେ? ଓଡ଼ିଶାର କେଉଁ ନଦୀ ମୁହାଣରେ ତ୍ରିକୋଣଭୂମି ଦେଖାଯାଏ ନାହିଁ? ମହାନଦୀ ନା ଋଷିକୁଲ୍ୟା ନା ବ୍ରାହ୍ମଣୀ ନା ବୈତରଣୀ? ମନେ ରଖିବେ ପିଲାମାନେ ଋଷିକୁଲ୍ୟା। ଓଡ଼ିଶାରେ ଋଷିକୁଲ୍ୟା ମୁହାଣରେ ତ୍ରିକୋଣଭୂମି ଦେଖାଯାଏ ନାହିଁ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ଭାରତର ସର୍ବାଧିକ ଅଞ୍ଚଳରେ କି ପ୍ରକାର ମୂର୍ତ୍ତିକା ଦେଖାଯାଏ ପିଲାମାନେ? ଭାରତର ସର୍ବାଧିକ ଅଞ୍ଚଳରେ କି ପ୍ରକାରର ମୂର୍ତ୍ତିକା ଦେଖାଯାଏ? ପଟ୍ଟୁ ମୂର୍ତ୍ତିକା ନା କୃଷ୍ଣ ମୂର୍ତ୍ତିକା ନା ଲାଲ ମୂର୍ତ୍ତିକା ନା ଲାଟରାଇଟ୍ ମୂର୍ତ୍ତିକା ପିଲାମାନେ? ମନେ ରଖିବେ ପଟ୍ଟୁ ମୂର୍ତ୍ତିକା। ଭାରତର ସର୍ବାଧିକ ଅଞ୍ଚଳରେ ପଟ୍ଟୁ ମୂର୍ତ୍ତିକା ଦେଖାଯାଏ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ଯେଉଁ ଅରଣ୍ୟର ବୃକ୍ଷଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ର ଝଡ଼ା ଦିଅନ୍ତି ତାକୁ କ'ଣ କୁହାଯାଏ ପିଲାମାନେ? ଚିରହରିତ ନା ପର୍ଣ୍ଣମୋଚୀ ନା ଜୁଆରିଆ ନା କଣ୍ଟାବନ କୁହାଯାଏ ପିଲାମାନେ? କ'ଣ କୁହାଯାଏ? ମନେ ରଖିବେ ପର୍ଣ୍ଣମୋଚୀ ବୋଲି କୁହାଯାଏ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କେଉଁ ଧାତବ ପିଣ୍ଡରୁ ଥୋରିୟମ୍ ନିଷ୍କାସନ କରାଯାଏ ପିଲାମାନେ? କେଉଁ ଧାତବ ପିଣ୍ଡରୁ ଥୋରିୟମ୍ ନିଷ୍କାସନ କରାଯାଏ? ଇଲେମାଇନାଇଟ୍ ନା ମୋନାଜାଇଟ୍ ନା ଡୋଲୋମାଇଟ୍ ନା ସଲ୍ଟ ପିଟର ପିଲାମାନେ? କେଉଁଟା ଆଉ ରାଇଟ୍ ଆନ୍ସର୍? ମନେ ରଖିବେ ସଲ୍ଟ ପିଟର। ଧାତବ ପିଣ୍ଡରୁ ଥୋରିୟମ୍ ନିଷ୍କାସନ କରାଯାଏ। ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କେଉଁ ରାଜ୍ୟରୁ ସର୍ବାଧିକ ପରିମାଣର କୋଇଲା ଉତ୍ପାଦନ କରାଯାଏ ପିଲାମାନେ? କେଉଁ ରାଜ୍ୟରୁ ସର୍ବାଧିକ ପରିମାଣର କୋଇଲା ଉତ୍ପାଦନ କରାଯାଏ? ଝାଡ଼ଖଣ୍ଡ ନା ଓଡ଼ିଶା ନା ପଶ୍ଚିମବଙ୍ଗ ନା ମଧ୍ୟପ୍ରଦେଶ ପିଲାମାନେ? ମନେ ରଖିବେ ପିଲାମାନେ ଝାଡ଼ଖଣ୍ଡ ରାଜ୍ୟରୁ ସର୍ବାଧିକ ପରିମାଣର କୋଇଲା ଉତ୍ପାଦନ କରାଯାଏ। ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ବିଶ୍ୱ ପରିବେଶ ଦିବସ କେବେ ପାଳନ କରାଯାଏ ପିଲାମାନେ? ବିଶ୍ୱ ପରିବେଶ ଦିବସ କେବେ ପାଳନ କରାଯାଏ? କେବେ ପିଲାମାନେ? ମନେ ରଖିବେ ପିଲାମାନେ ଜୁନ୍ 5ରେ। ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କେଉଁଟି ଏକ ଜୈବ ଖଣିଜ ପିଲାମାନେ? ତ ଭିତରୁ କେଉଁଟା ଗୋଟେ ଜୈବ ଖଣିଜ? ଲୁହା ନା ଖଣିଜ ତୈଳ ନା ତମ୍ବା ନା ସୁନା ପିଲାମାନେ? ମନେ ରଖିବେ ଖଣିଜ ତୈଳ। ମନେ ରଖିବେ ଖଣିଜ ତୈଳ ଏକ ଜୈବ ଖଣିଜ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ଭାରତ କେଉଁ ଚାଷରେ ପୃଥିବୀରେ ପ୍ରଥମ ପିଲାମାନେ? ଭାରତ କେଉଁ ଚାଷରେ ପୃଥିବୀରେ ପ୍ରଥମ? ଧୂଆଁପତ୍ର ନା ଆଖୁ ନା ଚାହା ନା ଧାନ ପିଲାମାନେ? ମନେ ରଖିବେ ଚାହା ପିଲାମାନେ। ଭାରତର ଚାହା ଚାଷରେ ପୃଥିବୀରେ ପ୍ରଥମ। ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ହିନ୍ଦୁସ୍ତାନ ଜାହାଜ ନିର୍ମାଣ କାରଖାନା କେଉଁଠି ଅବସ୍ଥିତ ପିଲାମାନେ? ହିନ୍ଦୁସ୍ତାନ ଜାହାଜ ନିର୍ମାଣ କାରଖାନା କେଉଁଠାରେ ଅବସ୍ଥିତ? କୋଚି ନା ବିଶାଖାପାଟଣା ନା ମୁମ୍ବାଇ ନା କୋଲକାତା ପିଲାମାନେ? ମନେ ରଖିବେ ପିଲାମାନେ ବିଶାଖାପାଟଣା। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ଇଂରେଜ ବଣିକମାନଙ୍କୁ ସୁରତଠାରେ ବାଣିଜ୍ୟ କୋଠି ନିର୍ମାଣ କରିବାର ଅନୁମତି ମଧ୍ୟରୁ କିଏ ଦେଇଥିଲେ ପିଲାମାନେ? ଇଂରେଜ ବଣିକମାନଙ୍କୁ ସୁରତଠାରେ ବାଣିଜ୍ୟ କୋଠି ନିର୍ମାଣ କରିବା ପାଇଁ କିଏ ଅନୁମତି ଦେଇଥିଲେ? ଜାହାଙ୍ଗୀର ନା ଔରଙ୍ଗଜେବ ନା ଆକବର ନା ବାବର ପିଲାମାନେ? ମନେ ରଖିବେ ଜାହାଙ୍ଗୀର ଦେଇଥିଲେ ପିଲାମାନେ। ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇଂରେଜ ସରକାର ଓଡ଼ିଶାର ଆଦିବାସୀମାନଙ୍କୁ କେଉଁଠାକୁ ପଠାଇବା ପାଇଁ ଚେଷ୍ଟା କରୁଥିଲେ ପିଲାମାନେ? ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇଂରେଜ ସରକାର ଓଡ଼ିଶାର ଆଦିବାସୀମାନଙ୍କୁ କେଉଁଠାକୁ ପଠାଇବା ପାଇଁ ଚେଷ୍ଟା କରୁଥିଲେ? ଇଂଲଣ୍ଡକୁ ନା ଫ୍ରାନ୍ସକୁ ନା ଜର୍ମାନୀକୁ ନା ଇଟାଲୀକୁ? ମନେ ରଖିବେ ପିଲାମାନେ ଫ୍ରାନ୍ସକୁ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି।
ଫ୍ରାନ୍ସକୁ ପଠାଇବା ପାଇଁ ଚେଷ୍ଟା କରୁଥିଲେ। ମନେ ରଖିବେ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ସିପାହୀ ବିଦ୍ରୋହ ସମୟରେ କିଏ ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ ପିଲାମାନେ? ସିପାହୀ ବିଦ୍ରୋହ ସମୟରେ କିଏ ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ? ଲର୍ଡ଼ ଡେଲହାଉସି ନା ଲର୍ଡ଼ କ୍ୟାନିଂ ନା ଲର୍ଡ଼ କର୍ଣ୍ଣୱାଲିସ୍ ନା ଲର୍ଡ଼ ରିପନ୍ ପିଲାମାନେ? କିଏ ଥିଲେ ପିଲାମାନେ? କିଏ ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ ସିପାହୀ ବିଦ୍ରୋହ ସମୟରେ? ମନେ ରଖିବେ ପିଲାମାନେ ଲର୍ଡ଼ କ୍ୟାନିଂ ଥିଲେ ପିଲାମାନେ। ତ କେବେ ସିପାହୀ ବିଦ୍ରୋହ ହେଇଥିଲା ପିଲାମାନେ? ମନେ ରଖିବେ ସିପାହୀ ବିଦ୍ରୋହ ହେଇଥିଲା 1857ରେ। ମନେ ରଖିବେ 1857ରେ ହେଇଥିଲା। ମନେ ରଖିବେ ସେହି ସମୟରେ ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ ପିଲାମାନେ ଲର୍ଡ଼ କ୍ୟାନିଂ। ମନେ ରଖିବେ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଭାରତ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା ପିଲାମାନେ? ଭାରତର ଜାତୀୟ କଂଗ୍ରେସ ପ୍ରଥମ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା? କଲକାତା ନା ବମ୍ବେରେ ନା ମାନ୍ଦ୍ରାଜରେ ନା ପଣ୍ଡିଚେରୀରେ ପିଲାମାନେ? କେଉଁଠାରେ ପିଲାମାନେ? କେଉଁଟା ଆଉ ରାଇଟ୍ ଆନ୍ସର୍? ପ୍ରଥମ ଅଧିବେଶନ କେଉଁଟା ଆଉ ରାଇଟ୍ ଆନ୍ସର୍ ପିଲାମାନେ? ମନେ ରଖିବେ ବମ୍ବେରେ। ଭାରତର ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ବମ୍ବେ ଠାରେ ଅନୁଷ୍ଠିତ ହୋଇଥିଲା। ମନେ ରଖିବେ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି। ଆଉ ଦ୍ୱିତୀୟ ଅଧିବେଶନ ହେଉଛି ପିଲାମାନେ କାଲକାତାରେ। ମନେ ରଖିବେ ଦ୍ୱିତୀୟ ଅଧିବେଶନ କାଲକାତାରେ, ତୃତୀୟ ଅଧିବେଶନ ହେଉଛି ପିଲାମାନେ ମାନ୍ଦ୍ରାଜ ବା ଚେନ୍ନାଇରେ ହେଇଥିଲା। ମନେ ରଖିବେ ଆଉ ଚତୁର୍ଥ ଅଧିବେଶନ ହେଉଛି ଆଲାହାବାଦରେ। ତ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି। ତ କେବେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ହୋଇଥିଲା ପିଲାମାନେ? ମନେ ରଖିବେ 1885 ମସିହାରେ। 1885 ମସିହାରେ ଭାରତ ଜାତୀୟ କଂଗ୍ରେସ ପ୍ରତିଷ୍ଠା ହୋଇଥିଲା। ତ କିଏ ପ୍ରତିଷ୍ଠା କରିଥିଲେ ପିଲାମାନେ? ମନେ ରଖିବେ ଆଲାନ୍ ଆକ୍ଟାଭିଆମ୍ ହ୍ୟୁମ୍। ମନେ ରଖିବେ ଆଲାନ୍ ଆକ୍ଟାଭିଆମ୍ ହ୍ୟୁମ୍ ପ୍ରତିଷ୍ଠା କରିଥିଲେ। ତ ଏଥିରେ ଉମେଶ ଚନ୍ଦ୍ର ବାନାର୍ଜୀ ସଭାପତିତ୍ୱ କରୁଥିଲେ। ମନେ ରଖିବେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଯେତେବେଳେ ହେଇଥିଲା ତ ସେତେବେଳେ ପ୍ରଥମ ଉମେଶ ଚନ୍ଦ୍ର ବାନାର୍ଜୀ ସଭାପତିତ୍ୱ କରୁଥିଲେ। ମନେ ରଖିବେ ତ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି ପିଲାମାନେ। ବମ୍ବେ ଠାରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଭାରତୀୟ ଜାତୀୟ କଂଗ୍ରେସର। ମନେ ରଖିବେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ସ୍ୱଦେଶୀ ଆନ୍ଦୋଳନ କେବେ ହୋଇଥିଲା ପିଲାମାନେ? ସ୍ୱଦେଶୀ ଆନ୍ଦୋଳନ କେବେ ହୋଇଥିଲା? 1910 ମସିହା ନା 1905 ମସିହା ନା 1900 ମସିହାରେ ନା 1899 ମସିହାରେ ପିଲାମାନେ? କେବେ ସ୍ୱଦେଶୀ ଆନ୍ଦୋଳନ ହୋଇଥିଲା ପିଲାମାନେ? ମନେ ରଖିବେ 1905 ମସିହାରେ ସ୍ୱଦେଶୀ ଆନ୍ଦୋଳନ ହୋଇଥିଲା। ମନେ ରଖିବେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସା ଅସ୍ତ୍ରଟି କ'ଣ ଥିଲା ପିଲାମାନେ? ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସା ଅସ୍ତ୍ରଟି କ'ଣ ଥିଲା? ଆନ୍ଦୋଳନ ନା ସତ୍ୟାଗ୍ରହ ଥିଲା ନା ଅସ୍ତ୍ରାଘାତ ଥିଲା ନା ଅତ୍ୟାଚାର ଥିଲା ପିଲାମାନେ? କ'ଣ ଥିଲା? ମନେ ରଖିବେ ପିଲାମାନେ ସତ୍ୟାଗ୍ରହ ଥିଲା ପିଲାମାନେ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି ସତ୍ୟାଗ୍ରହ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, କେବେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା? କେବେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା ପିଲାମାନେ? 1919 ମସିହାରେ ନା 1920 ମସିହାରେ ନା 1921 ମସିହାରେ ନା 1922 ମସିହାରେ ପିଲାମାନେ? କେବେ ହୋଇଥିଲା? ମନେ ରଖିବେ ପିଲାମାନେ 1921 ମସିହାରେ। ମନେ ରଖିବେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା। ମନେ ରଖିବେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କାହାକୁ ପଞ୍ଜାବ କେଶରୀ କୁହାଯାଏ ପିଲାମାନେ? ପଞ୍ଜାବ କେଶରୀ କାହାକୁ କୁହାଯାଏ ପିଲାମାନେ? ବାଲ ଗଙ୍ଗାଧର ତିଲକକୁ ନା ଗୋବିନ୍ଦ ବଲ୍ଲଭ ପନ୍ତକୁ ନା ଲାଲ ଲଜପତ ରାୟଙ୍କୁ ନା ଉଧମ ସିଂଙ୍କୁ ପିଲାମାନେ? କାହାକୁ କୁହାଯାଏ ପିଲାମାନେ? ପଞ୍ଜାବ କେଶରୀ ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲାମାନେ। ମନେ ରଖିବେ ଲାଲା ଲଜପତ ରାୟକୁ ପଞ୍ଜାବ କେଶରୀ ବୋଲି କୁହାଯାଏ। ମନେ ରଖିବେ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ସି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ତ ଏବେ ଦେଖିବା ପିଲାମାନେ ସୀମାନ୍ତ ଗାନ୍ଧୀ କାହାକୁ କୁହାଯାଏ? ସୀମାନ୍ତ ଗାନ୍ଧୀ କାହାକୁ କୁହାଯାଏ? ତ ଏଇଟା ମଧ୍ୟ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଲାଲ ବାହାଦୁର ଶାସ୍ତ୍ରୀକୁ ନା ଇନ୍ଦିରା ଗାନ୍ଧୀଙ୍କୁ ନା ମହାତ୍ମା ଗାନ୍ଧୀଙ୍କୁ ନା ଅବଦୁଲ ଗଫର ଖାନକୁ ପିଲାମାନେ? କାହାକୁ ସୀମାନ୍ତ ଗାନ୍ଧୀ କୁହାଯାଏ? ମନେ ରଖିବେ ପିଲାମାନେ ଅବଦୁଲ ଗଫର ଖାନକୁ କୁହାଯାଏ। ମୋଷ୍ଟ ଇମ୍ପୋର୍ଟାଣ୍ଟ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, କୋରାପୁଟ ଜିଲ୍ଲାରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ପିଲାମାନେ? କୋରାପୁଟ ଜିଲ୍ଲାରେ ଭାରତ ଛାଡ଼ ଆନ୍ଦୋଳନ ନେତୃତ୍ୱ କିଏ ନେଇଥିଲେ? ଲକ୍ଷ୍ମଣ ନାୟକ ନା
ପଦୁ ନାୟକ ନା ଗୋପବନ୍ଧୁ ଦାସ ନା ଗୋପବନ୍ଧୁ ଚୌଧୁରୀ ପିଲାମାନେ କିଏ ନେଇଥିଲେ ମନେ ରଖିବେ ଲକ୍ଷ୍ମଣ ନାୟକ। ତ କେବେ ଭାରତ ଛାଡ଼ ଆନ୍ଦୋଳନ ହେଇଥିଲା ପିଲାମାନେ? ଭାରତ ଛାଡ଼ ଆନ୍ଦୋଳନ କେବେ ହୋଇଥିଲା ମନେ ରଖିବେ 1942 ମସିହାରେ। 1942 ମସିହାରେ ହୋଇଥିଲା ମନେ ରଖିବେ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଏ ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ଆଜାଦ ହିନ୍ଦ ସରକାରରେ ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ପିଲାମାନେ? ଆଜାଦ ହିନ୍ଦ ସରକାରରେ ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ? ମୋହନ ସିଂ ନା ସୁଭାଷ ବୋଷ ନା ରାସବିହାରୀ ବୋଷ ନା ଜବାହରଲାଲ ନେହେରୁ ପିଲାମାନେ କିଏ ଥିଲେ? ଆଜାଦ ହିନ୍ଦ ସରକାରର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ମନେ ରଖିବେ ସୁଭାଷ ବୋଷ ଥିଲେ ମନେ ରଖିବେ ମୋଷ୍ଟ ଇମ୍ପୋର୍ଟାଣ୍ଟ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ବନ୍ଦେ ମାତରମ୍ କବିତା କିଏ ଲେଖିଥିଲେ ପିଲାମାନେ? ବନ୍ଦେ ମାତରମ୍ କବିତା କିଏ ଲେଖିଥିଲେ? ବାଲ ଗଙ୍ଗାଧର ତିଲକ ନା ରବୀନ୍ଦ୍ରନାଥ ଟାଗୋର ନା ବଙ୍କିମ ଚନ୍ଦ୍ର ଚାଟାର୍ଜୀ ନା ଉମେଶ ଚନ୍ଦ୍ର ବାନାର୍ଜୀ ପିଲାମାନେ କୋଉଟା ଆଉ ରାଇଟ୍ ଆନ୍ସର୍ ମନେ ରଖିବେ ପିଲାମାନେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଲେଖିଥିଲେ ମନେ ରଖିବେ ବନ୍ଦେ ମାତରମ୍ କବିତାଟି ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଲେଖିଥିଲେ ମନେ ରଖିବେ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ସି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ଇଂରେଜମାନେ କେବେ ଓଡ଼ିଶା ଅଧିକାର କରିଥିଲେ ପିଲାମାନେ? ଇଂରେଜମାନେ କେବେ ଓଡ଼ିଶାକୁ ଅଧିକାର କରିଥିଲେ? 1803 ମସିହାରେ ନା 1804 ମସିହାରେ ନା 1806 ମସିହାରେ ନା 1810 ମସିହାରେ ପିଲାମାନେ କେବେ ପିଲାମାନେ ମନେ ରଖିବେ 1803 ମସିହାରେ ଇଂରେଜମାନେ 1803 ମସିହାରେ ଆମ ଓଡ଼ିଶାକୁ ଅଧିକାର କରିଥିଲେ ମନେ ରଖିବେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ତ ଏଇଟା ହେଉଛି ପିଲାମାନେ ଲାଷ୍ଟ କ୍ୱେଶ୍ଚନ୍ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ଏ କଥା କିଏ କହିଥିଲେ ପିଲାମାନେ? ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି କିଏ କହିଥିଲେ ପିଲାମାନେ? ମହାତ୍ମା ଗାନ୍ଧୀ ନା ଭଗତ ସିଂ ସୁଭାଷ ଚନ୍ଦ୍ର ବୋଷ ନା ଲାଲା ଲାଜପତ ରାୟ? ଏହାର ଆନ୍ସର୍ କମେଣ୍ଟରେ ନିହାତି ଜଣାଇବେ ପିଲାମାନେ। ଥ୍ୟାଙ୍କ ୟୁ।